ଆମେ ଆଜି ଆତ୍ମ ସାକ୍ଷାତକାର ଯୋଗ ସାଧନା ମେଡିଟେସନ କରିବା। ଘରର ସବୁ ଝରକା କବାଟକୁ ବନ୍ଦ କରିଦେବା। ଯେଉଁ କୋଠରୀରେ ଆମେ ଧ୍ୟାନ ସାଧନା କରିବା ସେଇ ଘରର ହିଁ ଝରକା କବାଟକୁ ବନ୍ଦ କରିବା, ଆଲୁଅ ନ ଆସିବା ପାଇଁ। କାହିଁକି ଦିନରେ ଯେମିତି ଆକାଶରେ ତାରା ଥିଲେ ମଧ୍ୟ ସୂର୍ଯ୍ୟଙ୍କର ଆଲୋକ ଯୋଗୁଁ ଆମକୁ ତାରାମାନଙ୍କୁ ଦେଖାଯାଏ ନାହିଁ, ରାତ୍ରିର ଅନ୍ଧକାର ସମୟରେ ତାରାମାନଙ୍କୁ ଆମକୁ ଦେଖିବାକୁ ହୋଇଥାଏ। ଠିକ୍ ସେହିପରି ଆମେ ବାତାବରଣକୁ ଅନ୍ଧାର କଲେ ହିଁ ଆମର ଅନ୍ତର୍ଜଗତକୁ ଆମେ ଦେଖିପାରିବା ବା ଅନୁଭବ କରିପାରିବା। ଏବେ ଆମେ ମେଡିଟେସନ ଆରମ୍ଭ କରିବା ଆତ୍ମ ସାକ୍ଷାତକାର ପାଇଁ। କୌଣସି ଚେୟାର ବା ତଳେ ଆସନ ପକାଇ ସୁଖାସନରେ ମେରୁଦଣ୍ଡକୁ ସିଧା କରି ବସିବା। ଦୁଇ ଆଖିକୁ ଧୀରେ ଧୀରେ ବନ୍ଦ କରିବା। ହାତର ଅଙ୍ଗୁଳିମାନଙ୍କୁ ପରସ୍ପର ଛନ୍ଦି କରି ରଖିବା। ମନର ଚେତନାକୁ ଦୁଇ ଆଖିର ମଧ୍ୟଭାଗ ମସ୍ତିଷ୍କ ଭିତରକୁ ଫୋକସ୍ କରିବା। ଏକ ତାରା ସଦୃଶ୍ୟ ହ୍ୱାଇଟ୍ କଲର୍ର ଜ୍ୟୋତିର୍ବିନ୍ଦୁ ମସ୍ତିଷ୍କର ମଧ୍ୟଭାଗରେ ଚମକୁଛି, ଅନୁଭବ କରିବା। ଏବେ ସାକ୍ଷାତକାର ହେବ ନାହିଁ। ସାକ୍ଷାତକାର ହେବା ପାଇଁ ସମୟ ଆଉ ସାଧନା ଦରକାର। ଶ୍ୱାସ ପ୍ରଶ୍ୱାସ ଧୀରେ ଧୀରେ ଆମେ ଭିତରକୁ ନେବା ଆଉ ଧୀରେ ଧୀରେ ବାହାରକୁ ଛାଡ଼ିବା। ଶ୍ୱାସ ପ୍ରଶ୍ୱାସ ଉପରେ ଧ୍ୟାନ ଦେବା। ମସ୍ତିଷ୍କର ମଧ୍ୟଭାଗକୁ ଫୋକସ୍ କରିବା। ଏହିପରି ଆମର ପ୍ରକ୍ରିୟାକୁ ଜାରି ରଖିବା। ନିଜର ଆତ୍ମିକ ସ୍ଥିତିକୁ ଜ୍ୟୋତିର୍ବିନ୍ଦୁ ସ୍ୱରୂପରେ ଅନୁଭବ କରିବା। ମୁଁ ଆତ୍ମା, ଦେହ ନୁହେଁ। ଏଇ ଦେହ ଭିତରେ ମୁଁ ରହୁଅଛି। ମୁଁ ଆତ୍ମା ପରମାତ୍ମାଙ୍କର ଅଂଶ ଅଟେ। ଏଇ ଦେହର ମାଲିକ ଅଟେ। ତେଣୁ ହେ ମୋର ଅନ୍ତର୍ମନ, ମୁଁ ତୁମକୁ ବହୁତ ଭଲ ପାଉଛି ଆଉ ତୁମକୁ ଧନ୍ୟବାଦ ଦେଉଛି। ମୁଁ ଚାହୁଁଛି ମୋର ସ୍ୱରୂପକୁ ତୁମେ କୃପା କରିକି ଦର୍ଶନ କରାଇବ। ମୁଁ ଏହି ପ୍ରକ୍ରିୟା ନିୟମିତ 21 ଦିନ ପର୍ଯ୍ୟନ୍ତ ଜାରି ରଖୁଛି। ତୁମେ ମୋତେ ଏହି ସ୍ୱରୂପ ଦର୍ଶନ କରାଇବାରେ ସଫଳ କରାଇବ। ମୁଁ ଆତ୍ମା ଯଦି କିଛି ବି ମନବୁଦ୍ଧି ଦ୍ୱାରା ବିଚାର କରିବି ନାହିଁ, କାନ ଦ୍ୱାରା କିଛି ଶବ୍ଦ ଶୁଣିବି ନାହିଁ, ମୁଖ ଦ୍ୱାରା କିଛି ଶବ୍ଦମାନ ଉଚ୍ଚାରଣ କରିବି ନାହିଁ, କର୍ମେନ୍ଦ୍ରିୟମାନଙ୍କ ଦ୍ୱାରା କିଛି କର୍ମମାନ କରିବି ନାହିଁ, ତାହେଲେ ମୋର ଦେହ କିଛି ବି କରିପାରିବ ନାହିଁ। ତେଣୁ ମୁଁ ଆତ୍ମା ହିଁ ଏ ଦେହ ଦ୍ୱାରା ବିଭିନ୍ନ ପ୍ରକାରର ବାକ୍ୟ ବ୍ୟବହାର କର୍ମମାନ କରୁଛି। ମୁଁ ଆତ୍ମା ମୋର ସ୍ୱଧର୍ମ
ଆତ୍ମିକ ସ୍ଥିତି। ତେଣୁ ମୁଁ ଆତ୍ମାର ସ୍ୱଦର୍ଶନ କରିବା ପାଇଁ ଏହି ସଂକଳ୍ପ ମୁଁ ଜାରି ରଖିଛି। ହେ ଅନ୍ତର୍ମନ ମୋର, ତୁମେ ମୋର ସ୍ୱଦର୍ଶନକୁ ସ୍ୱରୂପକୁ ସ୍ୱଦର୍ଶନ କରାଇବ। ଆତ୍ମାର ଜନ୍ମ ଜନ୍ମର କୁସଂସ୍କାର ଆଉ ସୁସଂସ୍କାର ସୂକ୍ଷ୍ମ ଭାବରେ ଅଦୃଶ୍ୟ ଭାବରେ ପରସ୍ତ ପରସ୍ତ ହୋଇକରି ଆତ୍ମାର ମନୋବୁଦ୍ଧିରେ ଆତ୍ମାଠାରେ ପୁରା ରହିଅଛି। ଧ୍ୟାନ ସାଧନା କରି କରି ଗଲେ ସବୁ କିଛି ଦିବ୍ୟ ଶକ୍ତି ଦ୍ୱାରା ଅନୁଭବ ହୋଇପାରିବ ବା ଦର୍ଶନ ହୋଇପାରିବ। ଆତ୍ମ ସାଧନା ପାଇଁ ସମୟ ନିରୂପଣର ଆବଶ୍ୟକତା ନାହିଁ। ଯେଉଁ ସମୟରେ ବି କରାଯାଇପାରିବ ଆତ୍ମ ସାକ୍ଷାତକାର ପାଇଁ।